ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ସାହିତ୍ୟ ସିନ୍ଧୁ ପୁସ୍ତକର ଭୀମଙ୍କ ସିଂହନାଦ ରଡ଼ିର କ୍ୱେଶ୍ଚିନ୍ ନମ୍ବର 12ରୁ ଆଲୋଚନା କରିବା। ଆମର ପ୍ରଶ୍ନ ଅଛି, ଦ୍ୱିତୀୟ ଥର ସିଂହନାଦ ରଡ଼ିରେ ସୌରଜଗତରେ କ'ଣ କ'ଣ ବିଲକ୍ଷଣ ଦେଖା ଦେଇଥିଲା। ଯେତେବେଳେ ଦ୍ୱିତୀୟ ଥର ପାଇଁ ଭୀମ କ'ଣ କରିଥିଲେ ନା ସିଂହନାଦ ବଜାଇବାରୁ ବା ରଡ଼ି ଦେବାରୁ ତାହାର ପ୍ରଭାବ କ'ଣ କ'ଣ ହେଇଥିଲା। ପ୍ରଥମତଃ 6 ଲକ୍ଷ ଯୋଜନ ପର୍ଯ୍ୟନ୍ତ ଆକାଶ କମ୍ପି ଉଠିଥିଲା। 6 ଲକ୍ଷ ଯୋଜନ ପର୍ଯ୍ୟନ୍ତ କମ୍ପମାନ ହୋଇଥିଲା ଏବଂ ପାତାଳପୁରରେ ଥିବା ଅନନ୍ତ ନାଗର ଫଣାଟା କମ୍ପମାନ ହୋଇଥିଲା। ଫାଷ୍ଟ କଥା ହେଲା 6 ଲକ୍ଷ ଯୋଜନ ପର୍ଯ୍ୟନ୍ତ କମ୍ପମାନ ହୋଇଥିଲା ଏବଂ ପାତାଳପୁରରେ ଥିବା ଅନନ୍ତ ନାଗର ଫଣାଟା କମ୍ପମାନ ହୋଇଥିଲା ଏବଂ ନବଦ୍ୱୀପ ଶପଥ ସାଗର 9ଟା ଦ୍ୱୀପ ଏବଂ 7ଟି ସାଗର କମ୍ପମାନ ହୋଇ ଉଠିଥିଲା ଏବଂ ମେରୁ ପର୍ବତ ଟଳମଳ ହୋଇଯାଇଥିଲା ଏବଂ ସୌରଜଗତରେ ଥିବା ଆଦିତ୍ୟ ମଣ୍ଡଳ, ଭୂମଣ୍ଡଳ, ଧ୍ରୁବମଣ୍ଡଳ, ଅମରମଣ୍ଡଳ ସହିତ ସିନ୍ଧୁର ଲହଡ଼ି ଆକାଶ ପର୍ଯ୍ୟନ୍ତ ଉଛୁଳି ପଡ଼ୁଥିଲା। ସତେକି ଜଣାପଡ଼ୁଥିଲା ଯେମିତି ସିନ୍ଧୁ ଜଳ ଯାଇକି ଆକାଶରେ କ'ଣ କରିବ ନା ଛୁଇଁଯିବ, ଆକାଶ ପର୍ଯ୍ୟନ୍ତ ସିନ୍ଧୁର ଜଳଟା ଯାଇ ପହଞ୍ଚିଯିବ। ଏଠି ଦେଖାଯାଉଥିଲା ଯେ ଆମର ସୌରଜଗତରେ କ'ଣ କ'ଣ ଅଛି ନା ଅନେକ ଗୁଡ଼ିଏ ମଣ୍ଡଳ ଅଛି, ଯେମିତି ଆଦିତ୍ୟ ମଣ୍ଡଳ, ଆଦିତ୍ୟ କହିଲେ ସୂର୍ଯ୍ୟକୁ ବୁଝୁଛି, ଭୂମଣ୍ଡଳ, ଧ୍ରୁବମଣ୍ଡଳ, ଅମରମଣ୍ଡଳ, ଅମରମଣ୍ଡଳ କହିଲେ କାହାକୁ ବୁଝୁଛି ଆମର ସ୍ୱର୍ଗପୁରକୁ ଏବଂ ସିନ୍ଧୁର ଜଳଟା କ'ଣ ହେଉଥିଲା ନା ଆକାଶ ପର୍ଯ୍ୟନ୍ତ ଛୁଇଁଗଲା ଭଳିଆ ଜଣାପଡ଼ୁଥିଲା। ଏଇଟା ହେଲା ଆମର କ୍ୱେଶ୍ଚିନ୍ର ଉତ୍ତର। କ୍ୱେଶ୍ଚିନ୍ ନମ୍ବର 13, ନବଦ୍ୱୀପର ନାମ କ'ଣ। ନବଦ୍ୱୀପ କାହାକୁ ନବଦ୍ୱୀପ ବୋଲିକରି କୁହାଯାଏ ବା 9ଟା ଦ୍ୱୀପର ନାମ କ'ଣ। ଇନ୍ଦ୍ରଦ୍ୱୀପ, ନାଗଦ୍ୱୀପ, ସୌମ୍ୟଦ୍ୱୀପ, ଗନ୍ଧର୍ବ ଦ୍ୱୀପ, ବରୁଣ ଦ୍ୱୀପ, କିଶୋରମାନ ଦ୍ୱୀପ, ଗୌସ୍ତିମାନ ଦ୍ୱୀପ, ତାମ୍ରପନ୍ନ ଦ୍ୱୀପ, କୁମାରିକା ଦ୍ୱୀପ। ଇଏ ହେଲା 9ଟା ଦ୍ୱୀପର ନାମ। ନବଦ୍ୱୀପର ନାମ କ'ଣ କ'ଣ? ଇନ୍ଦ୍ର, ନାଗ, ସୌମ୍ୟ, ଗନ୍ଧର୍ବ, ବରୁଣ, କିଶୋରମାନ, ଗୌସ୍ତିମାନ, ତାମ୍ରପନ୍ନ, କୁମାରିକା। ସପ୍ତ ସାଗରର ନାମ କ'ଣ? 7ଟା ସାଗରର ନାମ କ'ଣ? ଦଧି, ଦୁଗ୍ଧ, ଘୃତ, ଲବଣ, ଇକ୍ଷୁ, ସୁରା, ଜଳ। କ'ଣ କ'ଣ ପିଲେ? ଦଧି, ଦୁଗ୍ଧ, ଘୃତ, ଲବଣ, ଇକ୍ଷୁ, ସୁରା, ଜଳ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ଦ୍ୱିତୀୟ ରଡ଼ିରେ ଦୁର୍ଯ୍ୟୋଧନ କିପରି ବାହାରକୁ ଆସିଲା। ଯେତେବେଳେ ଦ୍ୱିତୀୟ ରଡ଼ି କିଏ ଦେଇଛି ନା ଭୀମସେନ ଦେଇଛି, ସେ ରେରେକାର ଶବ୍ଦ କରି ଗର୍ଜନ କଲା ଏବଂ ବକ୍ଷସ୍ଥଳରେ ନିଜର ଛାତିରେ ହାତ ପିଟି ବାହାସ୍ଫୋଟ ମାରିବା ସହିତ ଗର୍ଜନ କରୁଥିଲା ଏବଂ କ୍ରୋଧିତ ନୟନ ପୂର୍ବକ ମହାଲକ୍ଷ୍ମୀଙ୍କର ବାରଣକୁ ଅବଜ୍ଞା କରି ସେ ବାହାରକୁ ବାହାରି ଆସିଲା। ସେ ନିଜେ ଗୋଟେ ଗର୍ବ, ଦର୍ବ ଏବଂ କ୍ରୋଧିତ ପୂର୍ବକ ଭାବରେ ସେ କ'ଣ କଲା ନା ବ୍ୟାସ ସରୋବର ତୀରରୁ ବାହାରକୁ ବାହାରି ଆସିଲା। ଲକ୍ଷ୍ମୀଙ୍କୁ ବାରଣ କଲା, ଅବଜ୍ଞା କଲା, ଭର୍ସନା ଦେଲା, ଗାଳି ଦେଲା, ନିନ୍ଦା ଅପମାନ ଦେଲା ଏବଂ ବାହାରକୁ ବାହାରି ଆସିଥିଲା। ମହାଲକ୍ଷ୍ମୀ ଦୁର୍ଯ୍ୟୋଧନଙ୍କୁ କ'ଣ କ'ଣ କହି ବାହାରକୁ ଯିବା ପାଇଁ ମନା କରିଥିଲେ ବା ବାରଣ କରିଥିଲେ। କ୍ୱେଶ୍ଚିନ୍ ନମ୍ବର 16, ଯେତେବେଳେ ଦୁର୍ଯ୍ୟୋଧନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲା, ସେତେବେଳେ ମହାଲକ୍ଷ୍ମୀ ଦୁର୍ଯ୍ୟୋଧନଙ୍କୁ ଭିଡ଼ି ଧରି ବାହାରକୁ ନ ଯିବା ପାଇଁ ସେ କହିଥିଲେ ଯେ ବାବୁରେ ତୁ ତ ପ୍ରତିଜ୍ଞା କରିଥିଲୁ ଭୀମସେନର 7 ରଡ଼ି ସହିବୁ ବୋଲି, ଇଏ 2 ନମ୍ବର ରଡ଼ି। ତେଣୁ ମହାଲକ୍ଷ୍ମୀ କ'ଣ କଲେ ନା ତାକୁ ଭିଡ଼ି ଧରି ବସିଲେ, କାହାକୁ? ଦୁର୍ଯ୍ୟୋଧନକୁ, ଏବଂ ତାଙ୍କୁ ମନା କଲେ ତୁ ଯା ନାରେ ବାବୁ ଯୁଦ୍ଧ କରିବା ପାଇଁ। କିନ୍ତୁ ଆଉ ଲକ୍ଷ୍ମୀ କ'ଣ ବି କହୁଛନ୍ତି ନା ଲକ୍ଷ୍ମୀ କହିଲେ ଯେ ବହୁତ ପ୍ରତିଜ୍ଞା କରିଥିଲୁ, ଭୀମର କେତେ ରଡ଼ି ସହିବୁ? 7 ରଡ଼ି ସହିବୁ ବୋଲି କହିଥିଲୁ। ଏହିଭଳି ସଚେତନ କରି ସେ ଦୁର୍ଯ୍ୟୋଧନକୁ ବାହାରକୁ ଯିବା ପାଇଁ ବାରଣ କରିଥିଲେ। ସେ ତାଙ୍କୁ ମନା କରୁଥିଲେ ଯେ ତୁ 7 ରଡ଼ି ସହିବୁ ବୋଲି ପ୍ରତିଜ୍ଞା କରିଥିଲୁ, କିନ୍ତୁ 2 ରଡ଼ିରେ ତୁ ବାହାରକୁ ଚାଲି ଯାଉଛୁ, ଏହା କହି ତାକୁ ବାରଣ କରିଥିଲେ। କିଏ? ନା ମହାଲକ୍ଷ୍ମୀ। କ୍ୱେଶ୍ଚିନ୍ ନମ୍ବର 17, ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କୁ କିପରି ଅବଜ୍ଞା କଲେ। ଏହାର ଉତ୍ତର ଲେଖିଲେ କ'ଣ ହେବ ନା ଭୀମର ଦ୍ୱିତୀୟ ସିଂହନାଦ ରଡ଼ି ଶୁଣି ଦୁର୍ଯ୍ୟୋଧନ କ'ଣ ହେଲେ ନା କ୍ରୋଧିତ ହୋଇଗଲେ ଏବଂ ବାହାରକୁ ବାହାରି ଯିବା ପାଇଁ ସେ ଚାହିଁଲେ। ମହାଲକ୍ଷ୍ମୀ ଦୁର୍ଯ୍ୟୋଧନଙ୍କୁ ଭିଡ଼ି ଧରି ଯିବା ପାଇଁ ସେ ବାରଣ କଲେ, ମନା କଲେ।
ମାତ୍ର ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କର ବାରଣକୁ ଅବଜ୍ଞା କଲେ ଏବଂ ତାଙ୍କର ହାତକୁ ପେଲି ଦେଇ ଭର୍ତ୍ସନା କରି ବାହାରକୁ ବାହାରି ଯାଇଥିଲେ। ଯେତେବେଳେ ଦୁର୍ଯ୍ୟୋଧନକୁ ମହାଲକ୍ଷ୍ମୀ ମନା କରୁଛନ୍ତି, ତୁ ଯୁଦ୍ଧ କରିବା ପାଇଁ ଯା ନା, ତୁ ତ ପ୍ରତିଜ୍ଞା କରିଥିଲୁ ବାବୁ 7 ରଡ଼ି ସହିବୁ, କିନ୍ତୁ ସେ କ'ଣ କରିଛି ନା ତାଙ୍କ ହାତକୁ ପେଲି ଦେଇଛି, ଠେଲି ଦେଇଛି ଏବଂ ବିଭିନ୍ନ ପ୍ରକାର ନିନ୍ଦା ଅପମାନ ଭର୍ତ୍ସନା ଦେଇଛି। କାହାକୁ? ମହାଲକ୍ଷ୍ମୀଙ୍କୁ। ମହାଲକ୍ଷ୍ମୀଙ୍କର ଅଭୟ କୋରଳରେ ସେ ରହିଥିଲା, କିନ୍ତୁ ସେ କ'ଣ କଲା ନା ବିଭିନ୍ନ ପ୍ରକାର ନିନ୍ଦା ଅପମାନ ଦେଇ ମହାଲକ୍ଷ୍ମୀଙ୍କୁ ଠେଲି ଦେଇ ସେ ଯୁଦ୍ଧ ଦେଇ ଡାକରା ଦେଇ କ'ଣ କଲା ନା ବ୍ୟାସ ସରୋବର ତୀରରୁ ବାହାରକୁ ବାହାରି ଆସିଲା, ଯାହାଫଳରେ ଦୁର୍ଯ୍ୟୋଧନ ଯୁଦ୍ଧରେ ପରାସ୍ତ ହେଲା। ଏହା କହି ସେ କ'ଣ କରିଥିଲା ନା ମହାଲକ୍ଷ୍ମୀଙ୍କୁ ଅବଜ୍ଞା କରିଥିଲା, ନିନ୍ଦା କରିଥିଲା, ଅପମାନ ଦେଇଥିଲା, ଭର୍ତ୍ସନା କରିଥିଲା। କ୍ୱେଶ୍ଚିନ୍ ନମ୍ବର 18, ଲକ୍ଷ୍ମୀ କାହିଁକି ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ? ଛାଡ଼ି ପଳାଇବାର କାରଣ କ'ଣ? କାହିଁକି ସେ ଛାଡ଼ିକି ପଳାଇଲେ? ମହାଲକ୍ଷ୍ମୀ ତ ଚାହୁଁଥିଲେ ତାକୁ ବୁଝେଇବା ପାଇଁ, କିନ୍ତୁ ସେ କ'ଣ କଲା? ଦୁଷ୍ଟ ପାମର ମହାଲକ୍ଷ୍ମୀଙ୍କୁ ନିନ୍ଦା ଅପମାନ ଭର୍ତ୍ସନା ଦେଲା। ଦୁର୍ଯ୍ୟୋଧନ ଯେତେବେଳେ ମହାଲକ୍ଷ୍ମୀଙ୍କ ବାରଣକୁ କ'ଣ କଲା? ଖାତିର ନ କଲା ଏବଂ ତାଙ୍କ ହାତକୁ ପେଲି ଦେଇ ଠେଲି ଦେଲା ମହାଲକ୍ଷ୍ମୀଙ୍କୁ। ଯେତେବେଳେ ମହାଲକ୍ଷ୍ମୀ କ'ଣ କରିଥିଲେ ନା ତାଙ୍କୁ କୁଣ୍ଡେଇକିରି ରଖିଥିଲେ, ତାକୁ ତାଙ୍କ ହାତକୁ ଠେଲି ଦେଲା, ପେଲି ଦେଲା ଏବଂ ବିଭିନ୍ନ ପ୍ରକାର ଭର୍ତ୍ସନା ଦେଲା, ଗାଳି ଦେଲା, ନିନ୍ଦା ଦେଲା, ଅପମାନ ଦେଲା। ସେତେବେଳେ ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ। ଯେତେ ସମୟ ପର୍ଯ୍ୟନ୍ତ ସେ ବୁଝେଇବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ଦୁଷ୍ଟ ପାମର ତାକୁ ବୁଝୁନଥିଲା ଏବଂ ଯେତେବେଳେ ସେ ନିନ୍ଦା ଅପମାନ ଏବଂ ଠେଲି ଦେଲା, ସେତେବେଳେ ମହାଲକ୍ଷ୍ମୀ ବାଧ୍ୟ ହୋଇ ତାଙ୍କୁ ସେଠାରେ ଛାଡ଼ି ଦେଇ ସେ ପଳାଇଲେ। କ୍ୱେଶ୍ଚିନ୍ ନମ୍ବର 19, ଦୁର୍ଯ୍ୟୋଧନର ଗଦାଦ୍ୱୟର ଓଜନ କେତେ ଥିଲା? ସେଇ ଯେଉଁ ଦୁଇଟା ଗଦା ବ୍ୟବହାର କରୁଥିଲା ଦୁର୍ଯ୍ୟୋଧନ, ସେ ଗଦାଦ୍ୱୟର ଓଜନ କେତେ ଥିଲା? କେତେ ପରିମାଣର ଥିଲା? ଦୁର୍ଯ୍ୟୋଧନଙ୍କର ଗଦାଦ୍ୱୟର ଓଜନ 70 ଭାର ପରିମାଣର ଥିଲା। ଦୁଇଟା ଗଦା କେତେ ଥିଲା ପିଲାମାନେ? 70 ଭାର ଲେଖା। କେତେ ଭାର ଥିଲା? 70 ଭାର। ଦୁଇଟା ଗଦା ଦୁଇ ହାତରେ ଧରିଲା ଏବଂ ଯୁଦ୍ଧ ଦେଖି ଡାକରା ଦେଇ ସେ କ'ଣ କଲା ନା ବ୍ୟାସ ସରୋବରରୁ ବାହାରକୁ ପଳାଇ ଆସିଲା। ଇଏ ଥିଲା ତୁମର 19ଟା ପ୍ରଶ୍ନ। ଆଜି ପାଇଁ ଏତିକି ପିଲାମାନେ। ଥ୍ୟାଙ୍କ ୟୁ ଟୁ ଅଲ୍। ପୁଣି ଅନ୍ୟ ଏକ ଭିଡ଼ିଓରେ ଦେଖିବା ଆମେ ଭୀମଙ୍କ ସିଂହନାଦ ରଡ଼ିର ସପ୍ରସଙ୍ଗ ସରଳାର୍ଥକୁ। ଆଜି ପାଇଁ ଏତିକି। ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍।